नमस्कार दर्शक बंधु मु जीवन स्वागत करुच्ची मोर आज आउ एक नवा भिडियो दर्शक बंधु सुभद्रा योजना को नहीं आपको जो अपडेट जानवर था जो कि आप कमेंट करते कि सुभद्रा योजना किसी अपडेट दिए जोटा कि भिडियो मध्य आपको कहदेवी कि सुभद्रा योजना आपंकर पंचम किस्त आसबार अच्छी पंचम किस्ती आपंकर 5,000 टंका कौ मैंने पाइबे एवं 10,000 टंका कौ मैंने पाइबे भिडियो मध्यम आपको टोटल डिटेल्स जनवाई जाऊँगी तापूर्व जदि आप भिडियो नुआ अच्छा भिडियो को लाइक कर चैनल टी सब्सक्राइब करने जमा भूलु जदि आप फेसबुक पेज को फॉलो कर फेसबुक पेज ना हूँ लिखोन एक्सप्रेस आप सर्च करके फॉलो करेंगे जहाँ भी आम यूट्यूब चैनल जहाँ भी भिडियो पड़ुची फेसबुक चैनल सेम भिडियो पड़ुची आपड़ से चाहिए भी जाकि आप देखिपारे तो चाहतु जानवा सुभद्रा योजना गोटे बहुत बड़ा अपडेट आपके आसছে तो चाहतु से विषय कथा हवा दर्शक बंधु आप सब जानते आप सुभद्रा योजना वर्ष को आपको दुईट किस्ती आपको टंका मिलता है गोटे हूँ आपंकर महिला दिवस एवं आउ गोटे हूँ आपंकर राखी दिवस महिला दिवस आपको 5,000 मिलवा सहित राखी पूर्णिम आपको 5,000 टंका लेखा मिलता है मैंने वर्ष को आपको 10,000 टंका लेखा आपको मिलूँ सरकार बर्तमान चतुर्थ किस्ती मान अलरेडी 4 किस्ती आपको सरकार दे सारे पाखापाखि 20,000 टंका आपको सरकार दे सारे बर्तमान आसवाक जाऊँगी आप पंचम किस्ती मान 5,000 टंका ये 5,000 टंका आपने पाइबे ना जो मानकर अलरेडी 4टा जाक किस्ती पाई जाइए जोटा कि आप 4टा किस्ती पाई सारी से पंचम किस्ती में अपेक्षा करते हैं 5,000 टंका लेखा पाइबे এটা ବୁଝିପାରିଲେ ଆପଣମାନେ ପ୍ରାୟତଃ କିଛି ଯୋଉମାନେ ପାଇଥିବେ କିନ୍ତୁ ମନେ ରଖିଥାନ୍ତୁ ଯଦି ବି ଆପଣମାନେ 4ଟା ଯାକ କିସ୍ତି ଆପଣ ଟଙ୍କା ପାଉଛନ୍ତି ଯଦି ଆପଣଙ୍କର ଇକେୱାଇସି ଏବଂ ଡିବିଟି ଲିଙ୍କ ସମ୍ପୂର୍ଣ୍ଣ ରୂପେ ନାହିଁ ତାହେଲେ ଆପଣମାନେ ଟଙ୍କା ପାଇପାରିବେ ନାହିଁ ଦେଖନ୍ତୁ ଏଇ ଯଦି ଯୋଗ୍ୟତା ଉପରେ ଆମେ ଜାଣିବା ପାଇଁ ଯିବା ବର୍ତ୍ତମାନ ମଧ୍ୟ କିଛି ଲୋକଙ୍କର ସବୁବେଳେ ପଇସା କଟିବା ଚାନ୍ସ ଅଛି କାହିଁକି ନା ଯେହେତୁ ତାଙ୍କର ଯଦି ଆଇଟି ରିଟର୍ନ ବହୁତ ଲୋକ ଦଉଛନ୍ତି ଏବେ ଆଇଟି ରିଟର୍ନ ଦଉଥିବେ କିମ୍ବା ଆପଣ ଯଦି କୌଣସି ସ୍ଥାନରେ ଯଦି ଆପଣମାନେ ସରକାରୀ ଭାବେ ଚାକିରି କରୁଥିଲେ ସେତେବେଳେ ଆପଣଙ୍କ ନାଁ କଟିଯିବ ଯଦି ଆପଣ କିଛି ଏଇ 4ଟା କିସ୍ତି ଭିତରେ ଯଦି ଆପଣ କିଛି ଫରେନର କିମ୍ବା ଯଦି କିଛି ବି ଆପଣମାନଙ୍କର ଅନ୍ୟାନ୍ୟ ବାଣିଜ୍ୟ କିଛି କରୁଛନ୍ତି କିମ୍ବା ଆପଣମାନଙ୍କ ଯଦି 2-2.5 ଲକ୍ଷ ଟଙ୍କାର ଯଦି ଆପଣମାନେ ଅଧିକା ଯଦି ଟ୍ରାଞ୍ଜାକ୍ସନ କରୁଛନ୍ତି କିମ୍ବା ଆକାଉଣ୍ଟର ଯଦି ଆପଣ କିଛି ବି ଟ୍ୟାକ୍ସ ଦେଉଥିବେ ତ ତା ପାଇଁ ମଧ୍ୟ ସରକାର ଆପଣଙ୍କର ନାଁ କଟିଯିବ ଠିକ ଅଛି ଯୋଉଟା କି ଆପଣଙ୍କୁ ଦେଖନ୍ତୁ ମୋ ଯୋଗ୍ୟତା ଯାହା ବି ଅଛି ସେଟା ମୁଁ ଆପଣଙ୍କୁ ଜଣାଇ ଦଉଛି ଆପଣ ଯଦି ଓଡ଼ିଶାରେ ଏକ ବାସିନ୍ଦା ହେଇଥିବା ଦରକାର ଏବଂ ଆପଣଙ୍କ ଏନ୍ଏଫଏସ୍ ଏଫଏସଏସ୍ ମାନେ ଆପଣଙ୍କର ରାସନ କାର୍ଡ ଯୋଉଟା ଅଛି ସେଟା ଯଦି ଆପଣ ରାସନ କାର୍ଡ ପାଉଥିବେ ଏବଂ 2.5 ଲକ୍ଷ ଟଙ୍କାରୁ ଆପଣଙ୍କୁ ଅଧିକ ଇନକମ୍ ବର୍ଷକୁ ହଉନଥିବ ତାହେଲେ ଆପଣମାନେ ସୁଭଦ୍ରା ପଇସା ପାଇପାରିବେ ଯଦି ଆପଣଙ୍କ ବୟସ 21 ବର୍ଷରୁ 60 ବର୍ଷ ଭିତରେ ହୋଇଥିବ ଏବଂ ଯାହାକି ଆପଣଙ୍କର ଆଧାର କାର୍ଡ ଅନୁସାରେ ହୋଇଥିବା ଦରକାର ଯୋଉଟା କି ଆପଣଙ୍କର ଅପଡେଟ୍ ଅଛି ଆଧାର କାର୍ଡ ମାଧ୍ୟମରେ ସେଇ ଜିନିଷ ଆପଣଙ୍କର ହୋଇଥିବା ଦରକାର ଏବଂ ଆଉ କଣ ରହିଛି ନା ଆପଣଙ୍କର ଯେଉଁ ଆଧାର କାର୍ଡ ଯେଉଁ ବୟସ ଅଛି ସେଟା ଯଦି ଆପଣ ଗଣନା କରାଯିବ 2026-27 ପାଇଁ ତାହେଲେ ଆପଣଙ୍କ 2/4/1966 ମସିହାରୁ 1/4/2025 ଆପଣଙ୍କର 21 ବର୍ଷ 60 ବର୍ଷ ଭିତରେ ରହିବା ଉଚିତ ମାନେ ଆପଣଙ୍କୁ 59 ବର୍ଷ ହେଲେ ବି ଆପଣ ଟଙ୍କା ପାଇପାରିବେ ସେମିତି କିଛି ପ୍ରୋବ୍ଲେମ ନାହିଁ ଆଉ କଣ ରହିଛି ନା ଆପଣଙ୍କର ଯଦି କିଛି ଇନକମ୍ ମାନେ ଆଇଟି ରିଟର୍ନ ଆୟକର ଦଉଥିବେ କିମ୍ବା ଆପଣଙ୍କର ଯଦି କୌଣସି କାଉନସିଲର ଥିବେ ଏସବୁ ଜିନିଷ ଯଦି ଆପଣ ନଥିବେ ତାହେଲେ ଆପଣ ଟଙ୍କା ପାଇପାରିବେ ଏଇଟା ହଉଛି ଆପଣଙ୍କର ମୂଳ କଥା ଆପଣଙ୍କର ଅପଡେଟ୍ ଅଛି ଦେଖନ୍ତୁ ସମସ୍ତ ଆବେଦନକାରୀଙ୍କ ସୁଭଦ୍ରା ଯୋଜନାର ବ୍ୟବସ୍ଥା ହେବା ପାଇଁ ପ୍ରମାଣ କରିବାକୁ ହେବ ଏଥିପାଇଁ ଆବଶ୍ୟକତା ଘୋଷଣା ନାମ ଦେବେ ଇକେୱାଇସି ଆବଶ୍ୟକତା ପୂରଣ କରିବେ ଇକେୱାଇସି ପାଇଁ ଚେହେରା ପ୍ରମାଣୀକରଣ ବା ଫେସ୍ ଅଥରାଇଜେସନ ସବୁଠୁ ପସନ୍ଦଯୋଗ୍ୟ ମାଧ୍ୟମ ହେବ ହିତାଧିକାରୀମାନଙ୍କୁ ସେମାନଙ୍କ ଆଧାର ନମ୍ବର ପ୍ରଦାନ କରି ସୁଭଦ୍ରା ମୋବାଇଲ ଆପ୍ ମାଧ୍ୟମରେ ଏକ ପ୍ରକ୍ରିୟା ପ୍ରଦାନ କରିପାରିବେ ଯୋଉଟା କି ଆପଣଙ୍କୁ କୋଉଠି କି ଯାହାକି ଆପଣଙ୍କ ଇକେୱାଇସି ଡିବିଟି ଯୋଉଟା ଆପଣ କହୁଛନ୍ତି ଯଦି ଆପଣଙ୍କ ଇକେୱାଇସି ଡିବିଟି ଯଦି ଆପଣମାନେ କରୁନାହାନ୍ତି କିମ୍ବା ଆପଣ ଯଦି ଫେସ୍ ଅଥରାଇଜେସନ ମାନେ ଆପଣଙ୍କ ଯେଉଁ ଫେସ୍ କେୱାଇସିଟା ଅଛି ସେଠି ଯଦି ଆପଣ କରୁନାହାନ୍ତି ତାହେଲେ ଆପଣଙ୍କର ପଇସା ଆସିବାର ମାନେ ବହୁତ ଚାନ୍ସେସ୍ କମ୍ ଅଛି ଯୋଉଟାକି ମୁଁ ଆପଣଙ୍କୁ ଭିଡ଼ିଓ କହିଲି ଆପଣ ଯଦି ବର୍ତ୍ତମାନ ସୁଦ୍ଧା ବି ଯଦି ସୁଭଦ୍ରା ଟଙ୍କା ପାଉ ଚାହୁଁଥିବେ ଏବଂ ଯଦି ନେକ୍ସଟ ପଞ୍ଚମ କିସ୍ତି ଯଦି ଆସିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏଇ 3ଟି ଜିନିଷ କରିବା ପାଇଁ ପଡ଼ିବ ପ୍ରଥମ ହେଉଛି ଆପଣଙ୍କର ବ୍ୟାଙ୍କରେ ଯାଇକି ଆପଣଙ୍କର ଇକେୱାଇସି ଆପଣଙ୍କୁ କରିବା ପାଇଁ ପଡ଼ିବ ବୁଝିପାରିଲେ ଇକେୱାଇସି ଆପଣ ସମ୍ପୂର୍ଣ୍ଣ ରୂପେ କରିବେ ଏବଂ ଡିବିଟି ଲିଙ୍କ ଯୋଉଟାକି ଆପଣଙ୍କର ଅଛି ଡିବିଟି ଲିଙ୍କ ବସା ମଧ୍ୟ କରିବେ ଏବଂ ଆଉ ଫେସ୍ କେୱାଇସି ଯୋଉଟା ଆପଣ କହୁଥିବେ ସେଟା ଆପଣଙ୍କର ସିଏସସି ମାନେ ଜନସେବା କେନ୍ଦ୍ରରେ ଆପଣଙ୍କର ରହୁଛି ସେଟା ମଧ୍ୟ ଆପଣ କରିପାରିବେ ଯଦି ଆପଣ ପଞ୍ଚମ କିସ୍ତି ପାଇବା ପାଇଁ ଚାହୁଁଛନ୍ତି ଏଟା ରହିଲା ଆପଣଙ୍କର କଣ କଣ ଡକୁମେଣ୍ଟ ଥିଲେ ଆପଣ ପାଇପାରିବେ ଏ କଲା ସୁଭଦ୍ରା ଯୋଜନା ବର୍ତ୍ତମାନ ତାପରେ ଆପଣଙ୍କର ଅଛି
କି 5,000 କୋଉମାନେ ପାଇବେ, 10,000 ଟଙ୍କା କୋଉମାନେ ପାଇବେ। ଯୋଉମାନେ 5,000 ଟଙ୍କା ପାଇବେ, ଯୋଉମାନଙ୍କ ପଞ୍ଚମ କିସ୍ତି ଆସିବ ଏବଂ 4ଟା କିସ୍ତି ବୋଲି ପାଇସାରିଥିବେ, ସେମାନେ ପାଇବେ 5,000 ଟଙ୍କା ଏବଂ ଯୋଉମାନଙ୍କର ଷ୍ଟାର୍ଟିଂରୁ ସେମାନେ 2-3ଟି କିସ୍ତି ପାଇଛନ୍ତି ଏବଂ ଯଦି ଚତୁର୍ଥ ପଞ୍ଚମ କିସ୍ତି କିଛି ପଡ଼ିଲେ ପାଇଁ ଅଟକିଥିବ, ତାହେଲେ ସେମାନେ ପାଇବେ ଆପଣଙ୍କର 10,000 ଟଙ୍କା। ବୁଝିପାରିଲେ? ଏ 10,000 ଟଙ୍କା କୋଉମାନେ ପାଇବେ, 5,000 ଟଙ୍କା କୋଉମାନେ ପାଇବେ। କିନ୍ତୁ ମନେ ରଖିଥାନ୍ତୁ, ସମ୍ପୂର୍ଣ୍ଣ ଯଦି EKYC ଆପଣଙ୍କର ଥିବ, ଯାହାକି ସରକାର ଆପଣଙ୍କୁ DBT ଏବଂ EKYC ମଧ୍ୟ ପଠାଇଥାନ୍ତି। ଯଦି କିଛି ଭୁଲଭାଲ ଥିବ ତାହେଲେ ଆପଣମାନେ ଶୀଘ୍ର ଯାଇ କରେକ୍ସନ କରିନିଅନ୍ତୁ, ଯାହାକି ଆପଣମାନଙ୍କର ପଞ୍ଚମ କିସ୍ତି ଆସିବାରେ କିଛି ଅବହେଳା ହବ ନାହିଁ। ଆଶା କରିବି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ବି ସୁଭଦ୍ରା ବିଷୟରେ କିଛି ଅପଡେଟ୍ ଜାଣିବାର ଥିବ ତାହେଲେ ଆପଣ ମୋତେ କମେଣ୍ଟ ମାଧ୍ୟମରେ କହିପାରିବେ। ଆମେ ଟୋଟାଲ ଡିଟେଲ୍ସ ବୁଝିପାରିବୁ। ଆଶା କରିବି ଭିଡ଼ିଓ ଭଲ ଲାଗିବ। ଆଜି ପାଇଁ ରହୁଛି ଆଜ୍ଞା, ଧନ୍ୟବାଦ।